नमस्कार ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। এই ଭିଡିଓରେ ଆମେ ଆଲୋଚନା କରିବା ସେକ୍ସନ 14ର ଉପସେକ୍ସନ 3, 4 କଣ କହେ। ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବା ହେବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ, କାରଣ ଆପଣମାନଙ୍କର ଗୋଟେ ଗୋଟେ ସବସ୍କ୍ରାଇବ ଆମକୁ ଗୋଟେ ପ୍ରେରଣା ଯୋଗାଉଛି ଯେ ନୂଆ ନୂଆ ତଥ୍ୟ ନେଇକି ନୂଆ ନୂଆ ଭିଡିଓ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ସବସ୍କ୍ରାଇବ କରିବେ। ତେବେ ଚାଲନ୍ତୁ ସେକ୍ସନ 14ର ଉପସେକ୍ସନ 3 ଏବଂ 4 କଣ କଣ କହୁଛି ତାପରେ ଆମେ ଆଲୋଚନା କରିବା। ତେବେ ଆସନ୍ତୁ, এই যে সেকশন 14 তো আমি প্রথমে ইয়া পূর্ব ভিডিওরে আলোচনা করଥିଲେ যে রিমুভাল অফ চিফ ইনফরমেশন কমিশনার অর ইনফরমেশন কমিশন, যে রিমুভাল কেমিতি করাଯିବ অর্থাৎ পদରୁ অপসারণ কেমিতি করাଯିବ আর নিলম্বন কেমিতি করাଯିବ। যে সে প্রথমରୁ ଆମେ କରିଥିଲେ ଯେ ପ୍ରେସିଡେଣ୍ଟଙ୍କର ସୁପାରିଶ କ୍ରମେ ଉଚ୍ଚତମ ନ୍ୟାୟାଳୟ ଯୋଉ ରିପୋର୍ଟ ଦେବେ ସେ ଅନୁସାରେ ଆପଣଙ୍କର ରାଷ୍ଟ୍ରପତି ତାକୁ ନିଲମ୍ବନ କରିବେ, କାହାକୁ? ଚିଫ ଇନଫରମେଶନ କମିଶନକୁ ଏବଂ ଇନଫରମେଶନ କମିଶନକୁ। କିନ୍ତୁ ଏଇଠି ଅଛି ଆପଣଙ୍କର 3ରେ କଣ ଅଛି ନା ପ୍ରେସିଡେଣ୍ଟ ମେ ରିମୁଭଡ ଫ୍ରମ ଦ ପୋଷ୍ଟ ଅଫ ଚିଫ ଇନଫରମେଶନ କମିଶନର ଇନଫରମେଶନ କମିଶନର। କୋଉ ମତରେ ରିମୁଭ କରିପାରିବେ, କୋଉ କୋଉ କାରଣକୁ ନେଇ ସେ ରିମୁଭ କରିବେ ବା ସେଇଠୁ ନିଲମ୍ବନ କରିପାରିବେ ବା ଅପସାରଣ କରିପାରିବେ, ସେଇଟା ହେଲା ଆମେ ପ୍ରଥମରେ ଦେଖିବା। ଯେ ପ୍ରଥମଟି ହେଲା ଆପଣଙ୍କର ଆଡଜର୍ଜ ଆଣ୍ଡ ଇନସଲଭେଣ୍ଟ, ଅର୍ଥାତ୍ କହିବାକୁ ଗଲେ ସେ ଆପଣମାନଙ୍କର କୌଣସି ପ୍ରକାର ଅ, ଦେବାଳିଆ ବା ନ୍ୟାୟିକ ଅସଙ୍ଗତିରେ ଥିବେ ବା ଦେବାଳିଆ ଥିବେ, ଦେବାଳିଆ ବୋଲି ବିବେଚନା କରାହଉଥିବ, ବ୍ୟାଙ୍କକ୍ରାଫ୍ଟ ଥିବେ, ତାହେଲେ ସେଇ କାରଣରୁ ମଧ୍ୟ କଣ ନିଲମ୍ବନ କରିପାରିବେ କିଏ? ମହାମହିମ ରାଷ୍ଟ୍ରପତି। ତାପରେ ଆଉ କୋଉ କୋଉ କାରଣ ହେତୁ ନା ଇନସଲ୍ଭ ମୋରାଲ ଟର୍ପିଚର, ଇନସଲ୍ଭ ମୋରାଲ ଚର୍ପିଚୁଡ, ଅର୍ଥାତ ୟାର ଅର୍ଥ କଣ ନା ସେ କୌଣସି ପ୍ରକାର ଅ, ନୈତିକ ବାହାରେ କାର୍ଯ୍ୟକ୍ରମ କରିଥିବେ, ଅନୈତିକ କାର୍ଯ୍ୟକ୍ରମ କରିଥିବେ। ନୈତିକ ବାହାରେ ଯୋଉ କାର୍ଯ୍ୟକ୍ରମ ପଦ ପଦବୀର ମର୍ଯ୍ୟାଦା ରଖି କାର୍ଯ୍ୟ କରିବା କଥା, କିନ୍ତୁ ପଦ ପଦବୀର ମର୍ଯ୍ୟାଦା ନ ରଖିକି ସେ କଣ କରିଛନ୍ତି ନା ଭ୍ରଷ୍ଟାଚାର କରିଛନ୍ତି, ଯାହାକୁ କହିବା ଆମେ ଟର୍ପିଚୁଡ, ଭ୍ରଷ୍ଟାଚାର କରିଛନ୍ତି ବୋଲିକି ବିବେଚନା କରାଯାଇପାରିବ। ଏଇ କ୍ଷେତ୍ରରେ ମଧ୍ୟ ଯେ ମାନ୍ୟବର ମହାମହିମ ମହାମହିମ ରାଷ୍ଟ୍ରପତି ତାଙ୍କୁ ନିଲମ୍ବନ କରିପାରିବେ ବା ପଦରୁ ଅପସାରଣ କରିପାରିବେ ବା ଅଫିସକୁ ବା କାର୍ଯ୍ୟାଳୟକୁ ଆସିବା ପାଇଁ ବାରଣ କରିପାରିବେ। ତାପରେ କଣ କରିପାରିବେ? ଏନି ପେଡ୍ ଏମ୍ପ୍ଲଏଡ୍ ଆଉଟସାଇଡ୍ ଦ ଡ୍ୟୁଟିଜ ଅଫ ହିଜ ଅଫିସ, ସେ ଯେତେବେଳେ ଆପଣଙ୍କର ଚିଫ ଇନଫରମେଶନ କମିଶନ ହେଲେ ବା ଆପଣଙ୍କର ଇନଫରମେଶନ କମିଶନ ହିସାବରେ ନିଯୁକ୍ତି ପାଇଲେ, ତାରି ପରିପ୍ରେକ୍ଷୀରେ ସେ ଅଲଗା ଗୋଟେ କର୍ପୋରେଟ ସେକ୍ଟରରେ ଥାଇ କାମ କରୁଛନ୍ତି, ଭିତରେ କାମ କରୁଛନ୍ତି ଏବଂ ସେଠାରୁ ଦରମା ପାଉଛନ୍ତି, ଏଇ ବିଷୟବସ୍ତୁ ମଧ୍ୟ ଯଦି ଆସିଲା, ସୂଚନାକୁ ଆସିଲା ବା ଏଇ ଯୋଉ ତଦନ୍ତ ରିପୋର୍ଟକୁ ଆସିଲା, ତାହେଲେ ଏଇ କାରଣ ହେତୁ ମଧ୍ୟ ତାଙ୍କୁ କଣ କରାଯାଇପାରିବ? ପଦ ପଦବୀରୁ ଅପସାରଣ କରାଯିବ ବା ନିଲମ୍ବନ କରାଯିବ ବା କାର୍ଯ୍ୟାଳୟକୁ ଆସିବାକୁ ବାରଣ କରିଦିଆଯିବ। ତାପରେ ଡି କଣ କରୁଛି ନା ଇନଫର୍ମେଟିଭ ଅଫ ମାଇଣ୍ଡ ଅର ବଡି, ଅର୍ଥାତ ଏଇ ସୂଚନା ଅଧିକାର ଅଧିନିୟମକୁ ଆପଣଙ୍କର ସୁଚାରୁ ରୂପେ ପରିଚାଳିତ କରିବା ପାଇଁ ବା ଇମ୍ପ୍ଲିମେଣ୍ଟ କରିବା ପାଇଁ ତାଙ୍କର ମାନସିକ ବା ଆପଣଙ୍କର କାପାବିଲିଟି ନାହିଁ ବା କାଲିବରିଟି ନାହିଁ, ଯୋଉଟା କି ଆପଣ ମାନଙ୍କର ଏଇ ବା ଯୋଉଟା ମାନସିକ ଦୃଷ୍ଟିକୋଣରୁ କାର୍ଯ୍ୟକ୍ରମ କରିବାକୁ ସେମାନେ ଅସାମର୍ଥ୍ୟ ଅଛନ୍ତି ବୋଲି ଜଣା ପଡିବ। ମାନସିକ ଦୃଷ୍ଟିକୋଣରୁ କାର୍ଯ୍ୟକ୍ରମ କରିବାକୁ ଅସାମର୍ଥ୍ୟ ଅଛନ୍ତି ବୋଲି ଜଣା ପଡିଲା, ତାହେଲେ ସେଇ କାରଣ ହେତୁ ମଧ୍ୟ ତାଙ୍କୁ କଣ କରାଯାଇ ପାରିବ ନା ନିଲମ୍ବନ କରାଯାଇ ପାରିବ ବା ଅଫିସକୁ ଆସିବା ପାଇଁ ବାରଣ କରାଯିବ। ଏଇଟା ହଉଛି ଆପଣଙ୍କର ସେକ୍ସନ 3ର ଡି କହିଲା। ସେକ୍ସନ 3ର ଇ କଣ କହୁଛି ନା ସେକ୍ସନ 3ର ଇ କହୁଛି ଯେ ଯଦି କୌଣସି ପ୍ରକାର ଆର୍ଥିକ ଅନିୟମିତତା ଥିବ ବା ଆପଣମାନଙ୍କର ସ୍ୱାର୍ଥ ସହିତ ଜଡ଼ିତ ଥିବ, ଅଲଗା କର୍ପୋରେସନ କାମରେ ଥିବେ ବା ଅଲଗା ଜାଗାରୁ ସେମାନେ କିଛି ପାର୍ଟ ଟାଇମ କାମ କରିକି ପଇସା ପାଉଥିବେ ବା ତାଙ୍କ ସହିତ କୌଣସି ଲାଭଦାୟକ କାର୍ଯ୍ୟକ୍ରମରେ ସେ ଅଂଶୀଦାର ଥିବେ, ଅର୍ଥାତ ଇଣ୍ଟରେଷ୍ଟ ଆସ୍ ଲାଇକଲି ଟୁ ଆଫେକ୍ଟ prejudicially his functions as the chief information commissioner or information commissioner, ଅର୍ଥାତ ଯଦି କୌଣସି କର୍ପୋରେଟ ଜରିଆରେ ବା ଯଦି କୌଣସି ପ୍ରକାର କାର୍ଯ୍ୟକ୍ରମରେ ଯଦି ସେମାନେ ଯଦି ରହିଲେ, ଏଇ ଯୋଉ ଚିଫ ଇନଫରମେଶନ କମିଶନ ହେଇଛନ୍ତି କିନ୍ତୁ ଆପଣଙ୍କର ଇନଫରମେଶନ କମିଶନ ହେଇଛନ୍ତି, କିନ୍ତୁ ଏଇ ପରିପ୍ରେକ୍ଷୀରେ ସେ ଯଦି କୌଣସି ପ୍ରକାର କାର୍ଯ୍ୟକ୍ରମରେ ଯଦି ଜଡ଼ିତ ହେଲେ, ତାହେଲେ ତାଙ୍କର ଏଇ ଯୋଉ ସୂଚନା ଅଧିକାର କାର୍ଯ୍ୟକ୍ରମକୁ କଣ ସୂଚନା ଅଧିକାର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳିତ କରିବା ପାଇଁ ବାଧା ସୃଷ୍ଟି କରିବ ବା ନ୍ୟାୟସଙ୍ଗତ ଭାବରେ କରିପାରିବେନି, ପ୍ରିଜୁଡିସିଆଲି ଆଫେକ୍ଟ ହବ। ତେଣୁ ତାଙ୍କୁ ଏଇ କାରଣ ହେତୁ ମଧ୍ୟ ନିଲମ୍ବନ କରାଯାଇପାରିବ। କାହାକୁ? ଚିଫ ଇନଫରମେଶନ କମିଶନ କିମ୍ବା ଇନଫରମେଶନ କମିଶନକୁ ନିଲମ୍ବନ କରିଦିଆଯାଇପାରିବ। ଆହୁରି ମଧ୍ୟ କଣ କୋଉ ଆକାରରେ ନିଲମ୍ବନ କରିଦିଆଯାଇପାରିବ ନା ମୁଖ୍ୟ ସୂଚନା ଆୟୁକ୍ତ ବା ସୂଚନା ଆୟୁକ୍ତଙ୍କୁ ତାକୁ ପଦ ପଦବୀର ମର୍ଯ୍ୟାଦା ଯଦି ରଖି ନାହାନ୍ତି
ତାହେଲେ ତାଙ୍କୁ ମଧ୍ୟ ସେଥିରୁ ନିଲମ୍ବନ କରିଦିଆଯିବ। ଏ କଥା ମଧ୍ୟ ଲିଖିତ ଅଛି। ତେବେ ଆସନ୍ତୁ ଆମର ସେକ୍ସନ 14ର ଉପସେକ୍ସନ 4 କଣ କହୁଛି। ଉପସେକ୍ସନ 4 କହିବା ପ୍ରକାରେ ଆମେ ଯଦି ଚିନ୍ତା କରିବା ତାହେଲେ interested in any contract or agreement made by or on behalf of the government of India or participate in any way in the profit thereof or any benefit or emolument arising। अर्थात कहवा गले से माने एई पद पदवी रही चीफ इनफॉरमेशन कमिशन अच्छी पुणी इनफॉरमेशन कमिशन अच्छी पुणी अलगा जोटा प्रॉफिट मेकिंग ऑर्गेनाइजेशन अच्छी कॉर्पोरेशन अच्छी अलगा कौन एग्रीमेंट रे चुक्ति करछंती अलगा कौन पद पदवी रही चेयरमैन हिसाब रे आपण मान डायरेक्टर हिसाब रे सेथिर मध्ये से माने किसी दरमा पद पाउछंती बेनिफिट पाउछंती इमोल्यूशन एराजिंग होची ताहले एई क्षेत्र रे तांकु कोन करा जिवो ना तांकु रिमूव करा जिवो। सेटा कोन करा हबो purpose of the subsection 1 be deemed to be guilty of misbehavior। अर्थात जदि सबसेक्शन 1 कोन कहउची 14 सबसेक्शन 1 कहउची जे जदि कोनसी प्रकार जदि निलंबन करबा पूर्वरु बा पदरु अपसारण करबा पूर्वरु काहाकू चीफ इनफॉरमेशन कमिशन कि बा इनफॉरमेशन कमिशन को से कोन करबे ना राष्ट्रपति के तरफ गोटे मान कोन इनफॉरमेशन जीवो बा आपनकर सुपारिश जीवो रेकमेंडेशन जीवो कहा पाको उच्चतम न्यायालय बा सुप्रीम कोर्ट को रेकमेंडेशन जीवो एवं सुप्रीम कोर्ट तदंत करी जो रिपोर्ट प्रदान करबे से रिपोर्ट को भित्ति करी राष्ट्रपति तांको निलंबन करिया प्रावधान अछि। किंतु से सब थिबा सत्वे एई जो जणा पडिला एई जो इनफॉरमेशन कमिशन थाई कि बा चीफ इनफॉरमेशन कमिशन थाई कि गवर्नमेंट रो अलगा पद पदवी रो अछंती बा लाभदायक पदवी रो अछंती बा बेनिफिट पाउछंती इमोल्यूशन एराजिंग करूची तो एई क्षेत्र रे तांको जदियो सबसेक्शन 1 रो अछि पर्यायक्रमे तांको बा प्रणाली क्रमे तांको बाहर पदवी हटाई दिया जीवो तथापि सेटा को सेटा को कोन भ्रुक्षेप न करी राष्ट्रपति तांको बाहर कर दे पारिबे। कारण से जदि फील कले जे ये भ्रष्टाचार रे लिप्त अछंती बा अनैतिक कार्यक्रम रे कार्य करछंती बा ठीक सुचारू रूपे परिचालित करि पारु नाहंती बा आपनकर मानसिक भाव रे कार्यक्रम करिबारे से माने कापाबल नुहंती बा कालिबर्टी नुहंती बा तांकर सक्षम नाही एटा जदि से फील कले एवं अलगा कॉर्पोरेशन रही कि किछि कार्यक्रम करूछंती बा किछि देखंतो आपनकर कोनोसी प्रकार बेनिफिट पाउछंती इमोल्यूमेंट पाउछंती बा ड्यूटी करूछंती हां बा इनफॉर्मेटिव माइंड और बॉडी बा तांकर मानसिक कार्यक्रम कार्य इम्प्लीमेंट करिवारे सहायता दे पारनी बा असमर्थ होउछंती बा इंटरेस्ट अछि अलगा मोर प्रॉफिट वर्किंग ऑर्गेनाइजेशन सहित बा कॉर्पोरेशन सहित एई परिप्रेक्षी रे कोन जे सेक्शन उपसेक्शन 1 रो प्रावधान थिले मध्य ताकू एडी जे राष्ट्रपति चीफ इनफॉरमेशन कमिशन इबा इनफॉरमेशन कमिशन को रिमूव करि परिबे बा आपनकर निलंबन करि परिबे बा ऑफिस को आसीबा पय बारण करि परिबे। एटा होची रिमूवल ऑफ चीफ इनफॉरमेशन कमिश्नर और इनफॉरमेशन कमिश्नर सेक्शन 14 जा प्रथम वीडियो रे मु आलोचना करथली सेक्शन 14 रो 1 2 एवं सेक्शन 14 रो 3 4 वर्तमान रे वीडियो रे मु आलोचना कली। तो एथिरो आपण माने समस्त बुझी पारथिबे जे इनफॉरमेशन कमिशन बा चीफ इनफॉरमेशन कमिशन को केमिति रिमूवल करा जाय रिमूव करा जाय निलंबन करा जाय बा कार्यालय को आसे को बारण करा जाय एटा होची तार प्रक्रिया बा तार प्रावधान। वीडियो टी देखिथिबा हेतु मु आपण मानकु धन्यवाद दोछि एवं अनुरोध करछि बहु मात्रा रे लाइक शेयर सब्सक्राइब करिवे। थैंक यू सो मच। नमस्कार।